ଆନୁକୂଲ୍ୟରେ 15ତମ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆମେ ଧୁମଧାମରେ ପାଳନ କରି ରଖିବୁ, ଯେଉଁଟାକି ଆମର 3 ଦିନ ଧରି ଚାଲିବ 30/5/2025 ପର୍ଯ୍ୟନ୍ତ। ମୁଁ କାଜଲ ନାୟକ, ଯାଜପୁର ଜିଲ୍ଲା କିନ୍ନର ସହର ସଭାପତି। ଦେଖନ୍ତୁ, ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବାବା ଶିବ ମାତା ପାର୍ବତୀଙ୍କ ବିବାହ ଆମେ କରି ବହୁତ ନିଜକୁ ଖୁସି ମନେ କରିଥାଉ। ତ ଶତାଧିକ କିନ୍ନର ମାନେ ଏହି ପର୍ବରେ ଯୋଗ ଦେଇଥାନ୍ତି। ରାଜ୍ୟ ବାହାରୁ ଜିଲ୍ଲା ବାହାରୁ ମଧ୍ୟ ବହୁତ କିନ୍ନର ମାନେ ଆସିଥାନ୍ତି। ଆମମାନଙ୍କ ସହିତ ମିଶି ପ୍ରଭୁ ଶିବଙ୍କର ମାତା ପାର୍ବତୀଙ୍କର ଯୋଉଳି ଯୁଗଳ ମୂର୍ତ୍ତିର ବିବାହ ଆମେ କରିଥାଉ। ସହରରେ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥାନ୍ତି। ବୁଦ୍ଧିଜୀବୀ, ଆଇନଜୀବୀ, ସାମାଜିକ ସଂଗଠନ, ରାଜନେତା, ଅଭିନେତା ସବୁ ବର୍ଗର ଲୋକମାନେ ଆମ ସହିତ ସାମିଲ ହେଇ ଆମମାନଙ୍କର ଖୁସି ସହିତ ସେମାନେ ଖୁସି ବ୍ୟକ୍ତ କରିଥାନ୍ତି। ଯେଭଳି ଆମମାନଙ୍କର କାର୍ଯ୍ୟକ୍ରମ ରହିଛି 30/5/2025ରୁ 1/6/2025 ପର୍ଯ୍ୟନ୍ତ 3 ଦିନ ଧରି ଆମମାନଙ୍କର ମଧ୍ୟାହ୍ନ ଆଉ ରାତ୍ରିର 2 ଟାଇମ୍ ଆମେ ମାନେ ପ୍ରସାଦ ସେବନର ବ୍ୟବସ୍ଥା କରିଛୁ। ତା ସହିତ 30 ତାରିଖ ଦିନ ସକାଳୁ ଶତାଧିକ କିନ୍ନର ଆଉ ମାନେ ଶ୍ରଦ୍ଧାଳୁ ସମସ୍ତେ ମିଶି ଆମେ ମାନେ ଏକ ଶୋଭାଯାତ୍ରା ଉମାପଦା ପୋଖରୀରୁ ବାହାର କରି ସାପଘର ସ୍ଥିତ ପୂଜା ମଣ୍ଡପରେ ଆମେ ପହଞ୍ଚିକି ଆମମାନଙ୍କର ଯେମିତି ନୀତି ହିସାବରେ ସବୁପ୍ରକାର ଯେମିତି ଆମର ନୀତି ହିସାବରେ ଆମେ ପୂଜାବିଧି କରିଥାଉ। ତାପରେ ସନ୍ଧ୍ୟା ସମୟରେ କିଛି ସିରିଏଲ ଆର୍ଟିଷ୍ଟ, ଫିଲ୍ମ ଆର୍ଟିଷ୍ଟ, ଯେଉଁମାନେ ଅଭିନେତା ଅଭିନେତ୍ରୀ ଆମମାନଙ୍କ ସହିତ ଯୋଗଦାନ ଦେଉଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛନ୍ତି। କିନ୍ନର ମାନଙ୍କ ଭିତରେ ଥିବା କଳା ତାକୁ ଆମେ ମାନେ ଲୋକଲୋଚନକୁ ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ। ସେମାନେ ମଧ୍ୟ ପାର୍ଟିସିପେଟ, ଆମର ସଂଘର କିଛି ପିଲା ସେମାନେ ବହୁତ ନିଜ ଭିତରେ ପ୍ରତିଭା ଅଛି, ସେମାନେ ମଧ୍ୟ ସେଠି ତାଙ୍କ ଉପସ୍ଥିତ ରହିବ। ତ ଅନ୍ୟମାନେ ଯେଉଁମାନେ ଆମ ଏରିଆର ଯେଉଁମାନେ ସମାଜ ପାଇଁ ତାଙ୍କର ଅବଦାନ ଅଛି, ସମାଜ ପାଇଁ କିଛି କର୍ତ୍ତବ୍ୟ ଅଛି, ତ ସେମାନଙ୍କ ଆଗକୁ ପ୍ରେରଣା ଯୋଗାଇବା ପାଇଁ, ଆଗକୁ କିଛି କାମ କରିବା ପାଇଁ ଆମେମାନେ ସେମାନଙ୍କୁ ଉତ୍ସାହିତ, ସେମାନଙ୍କୁ ସମ୍ବର୍ଦ୍ଧିତ ପର୍ବ କରିବା ଅଛି।